ଯେତେବେଳେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଆଲିଙ୍ଗନ କରିଥାନ୍ତି ଏବଂ ଜୋର ଜୋର ନିଶ୍ୱାସ ନେଇଥାନ୍ତି, ତେବେ ବୁଝି ନିଅନ୍ତୁ କି ସେ ଆପଣଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ଚାହୁଁଛନ୍ତି। କାରଣ ମହିଳାମାନେ କେବେ ବି ତାଙ୍କ ସାଥୀଙ୍କ ସହିତ ସିଧାସଳଖ ଭାବରେ ଏହି ବିଷୟରେ କଥା ହୁଅନ୍ତି ନାହିଁ। ମହିଳାମାନଙ୍କ ସହିତ ବିଛଣା ଉପରେ ଶାରୀରିକ ସମ୍ପର୍କ ବନାଇବା ସମୟରେ ତାଙ୍କୁ ସନ୍ତୁଷ୍ଟ ଅନୁଭବ କରାଇବା ପାଇଁ 10ରୁ 15 ମିନିଟର ସମୟ ପର୍ଯ୍ୟାପ୍ତ ହୋଇଥାଏ। ଆପଣ ଯେତେ ଅଧିକ ମହିଳାମାନଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିବେ, ତେବେ ସେ ସେତେ ଅଧିକ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇ ରହିବେ। ଗୋଟେ ମହିଳା ସେହି ପୁରୁଷକୁ ସବୁଠାରୁ ଅଧିକ ମନେ ପକାଇଥାନ୍ତି ଯିଏ ତାଙ୍କର ସମସ୍ତ ଇଚ୍ଛା ପୂରଣ କରିଥାନ୍ତି ଏବଂ ନିଜ ଅପେକ୍ଷା ତାଙ୍କର ଅଧିକ ଯତ୍ନ ନେଇଥାନ୍ତି। ଯେତେ ପର୍ଯ୍ୟନ୍ତ ଗୋଟେ ଝିଅ ନ ଚାହିଁଛି ଗୋଟେ ପୁଅ ତାଙ୍କ ସହିତ କଥା ହୋଇପାରି ନଥାଏ, ତେବେ କପଡ଼ା ବାହାର କରିବା ତ ବହୁତ ଦୂରର କଥା। ଯଦି କୌଣସି ପରିଚିତ ବା ପାଖ ପଡ଼ୋଶୀ ମହିଳା ଆପଣଙ୍କୁ ମନେ ମନେ ଭଲ ପାଉଥିବେ ବା ଆପଣଙ୍କୁ ନିଜର କରିବାକୁ ଚାହୁଁଥିବେ, ତେବେ ସେ ଆପଣଙ୍କୁ ଏହି ଦୁଇଟି କଥା ନିଶ୍ଚୟ ପଚାରିବେ। ପ୍ରଥମ କଥା, କ'ଣ ତୁମେ ସିଙ୍ଗଲ ଅଛ କି ନା ତୁମ ଜୀବନରେ ଆଉ କେହି ଅଛନ୍ତି? ଯଦି ଆପଣଙ୍କ ଉତ୍ତର ସିଙ୍ଗଲ ଆସେ, ତେବେ ସେ ଦ୍ୱିତୀୟ କଥା ଏହା ପଚାରିବେ କି କ'ଣ ମୁଁ ତୁମ ସହିତ ଦୋସ୍ତି ବନାଇ ପାରିବି? ଯଦି ଅନୁମତି ଦେବ, ତାହେଲେ ମୁଁ ତୁମର ଭଲ ସାଙ୍ଗଟିଏ ହେବାକୁ ଚାହୁଁଛି। ତେବେ ଏହି ସଂକେତରୁ ବୁଝିଯିବେ କି ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି। ଯେଉଁ ସ୍ତ୍ରୀର ଅଣ୍ଟା ପତଳା ଓ ପଛ ଭାଗ ବଡ଼ ହୋଇଥାଏ, ତେବେ ସେହି ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ବନାଇବା ଦ୍ୱାରା ପୁରୁଷକୁ ସବୁଠାରୁ ଅଧିକ ଆନନ୍ଦ ପ୍ରାପ୍ତ ହୋଇଥାଏ।